ଫଟୋରେ ଆପଣମାନେ ଜଣେ ଜର୍ଣ୍ଣାଲିଷ୍ଟଙ୍କ ଚେହେରା ଦେଖୁଛନ୍ତି। ଏ ଜର୍ଣ୍ଣାଲିଷ୍ଟ ଜଣେ ସାମ୍ବାଦିକ ଲେବାନନର। ଇଏ ମିଡ଼ିଆ ବାଇଟ୍ସ ଦଉଥିଲେ ତାଙ୍କ ଘରେ ବସିକି ଲେବାନନରେ। ଆଉ ହଠାତ୍ ତାଙ୍କ ଘର ବାହାରେ ଗୋଟେ ରକେଟ୍ ମାଡ଼ ହେଲା। ଆଉ ଏ ରକେଟ୍ ମାଡ଼ରେ ତାଙ୍କର ମୃତ୍ୟୁ ହେଲା। ଏ ରକେଟ୍ ମାଡ଼ ଜାଣିଛନ୍ତି କିଏ କଲା? ଇସ୍ରାଏଲ କଲା। କାହା ଉପରେ? ଲେବାନନ ଉପରେ। ଆଉ ଲେବାନନରେ ବସିଥିବା ଏ ଜର୍ଣ୍ଣାଲିଷ୍ଟଙ୍କ ଡେଥ୍ ହେଲା। ଆପଣମାନେ ଥମ୍ବନେଲରେ ଦେଖୁଛନ୍ତି କି ଇସ୍ରାଏଲ ଲେବାନନରେ ଏଣ୍ଟ୍ରି କରିବ, ଲେବାନନରେ ପଶିବ। ଲାଷ୍ଟ 10 ଡେଜ୍ ଭିତରେ ଇସ୍ରାଏଲ ଜରିଆରେ ଲେବାନନ ଉପରେ ବହୁତ ସାରା ରକେଟ୍ ଆକ୍ରମଣ ହେଉଛି। ପାଖାପାଖି 620ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, 5 ଲକ୍ଷ ଲୋକ ଇସ୍ରାଏଲ ଆଉ ଲେବାନନର ବର୍ଡରରୁ ପଳାୟନ କରିସାରିଲେଣି, ଘର ଛାଡ଼ି ସାରିଲେଣି। ଫାଇନାଲି ଯଦି ଆମେ ଦେଖିବା ବା ଆମେ ବୁଝିବାକୁ ଚେଷ୍ଟା କରିବା ଇସ୍ରାଏଲ ଏଠି ଚାହୁଁଛି କ'ଣ, ଆଉ ଏ ଯୁଦ୍ଧ ଲେବାନନ ଆଡ଼କୁ ଯାଉଛି କାହିଁକି? ଚଲନ୍ତୁ ଆଜିର ଆଲୋଚନାକୁ ଫ୍ରେଣ୍ଡସ୍ ଆମେ ଆରମ୍ଭ କରିବା। ତେବେ ମୁଁ ନା ଆପଣଙ୍କୁ ଘଟଣା ପୁରା ଷ୍ଟାର୍ଟିଂରୁ ଜଣାଉଛି। ଘଟଣା ଫ୍ରେଣ୍ଡସ୍ ଏ ବର୍ଷର ନୁହେଁ, ଘଟଣା ହେଉଛି ଆର ବର୍ଷର 2023ରୁ ଫ୍ରେଣ୍ଡସ୍ ଏହା ଆରମ୍ଭ ହୋଇଛି। 2023ରେ କ'ଣ ହେଲା, ଯେମିତିକି ଫ୍ରେଣ୍ଡସ୍ ଆପଣମାନେ ଜାଣିଛନ୍ତି ଆମ ଏସିଆରେ ଗୋଟେ କଣ୍ଟ୍ରି ଅଛି ଯେଉଁଟାକି ହେଉଛି ଇସ୍ରାଏଲ ବା ଇସ୍ରାଏଲ। ଏ ଯେଉଁ ଇସ୍ରାଏଲ ଅଛି, ଏଇ ଇସ୍ରାଏଲକୁ ଲାଗିଛି ଫ୍ରେଣ୍ଡସ୍ ଆପଣଙ୍କର ସିରିଆ ଦେଖିପାରୁଛନ୍ତି, ଏଇଠି ଫ୍ରେଣ୍ଡ ଲେବାନନ ଲାଗିଛି। ଆଉ ଏଇ ଇସ୍ରାଏଲରେ ଗୋଟେ ମାନେ ଯଦି ଆପଣ ଦେଖନ୍ତି ଏଠି ପାଲେଷ୍ଟାଇନିଆନ୍ ପିପୁଲ ମଧ୍ୟ ରୁହନ୍ତି, ପାଲେଷ୍ଟାଇନିଆନ୍ ଲୋକ ମଧ୍ୟ ରୁହନ୍ତି। ଗୋଟେ ସମୟ ଥିଲା, ଯଦି ମୁଁ ଆପଣଙ୍କୁ ଜଣେଇବି 1950 1960 ଇସ୍ରାଏଲର କିଛି ଅସ୍ତିତ୍ୱ ନଥିଲା। ଯେଉଁ ଅଧିକ ଲୋକ ଥିଲେ ସେମାନେ ପାଲେଷ୍ଟାଇନିଆନ୍ ପିପଲ ଥିଲେ। ଆଉ ଇସ୍ରାଏଲ ଲ୍ୟାଟର ପାଲେଷ୍ଟାଇନିଆନ୍ ପିପଲଙ୍କ ଉପରେ ଆଟାକ୍ କରିବା ହେଉ, ସେମାନଙ୍କୁ ଦେଶ ଛାଡ଼ିବା କହିବା ହେଉ, ଆଉ ଆଜି ପାଲେଷ୍ଟାଇନିଆନ୍ ପିପଲ ବହୁତ ମାତ୍ରାରେ ସଂକୁଚିତ, ବହୁତ ମାତ୍ରାରେ କମ୍ ହେଇଯାଇଛନ୍ତି। ଏମାନଙ୍କ ସଂଖ୍ୟା ବହୁତ ହି କମ୍। ସେମାନେ ବିଶେଷ କରି ଦୁଇଟି ଜାଗାରେ ଆପଣମାନେ ଦେଖିବାକୁ ପାଇବେ। ଗୋଟେ ଯଦି ଫ୍ରେଣ୍ଡସ୍ ଆପଣଙ୍କୁ ମୁଁ ଜଣେଇବି ସେଇଟା ହେଉଛି ୱେଷ୍ଟ ବ୍ୟାଙ୍କ, ଗୋଟେ ଆପଣଙ୍କର ଗୋଲାନ ହାଇଟ୍ସ। ଆଉ ଆରି ଭିତରେ ଇସ୍ରାଏଲ ଆଉ ପାଲେଷ୍ଟାଇନିଆନ୍ ପିପଲଙ୍କ ଭିତର ଯଦି ଯୁଦ୍ଧ ଦେଖିବେ ବା ସେମାନଙ୍କ ଭିତରେ ଯଦି ତିକ୍ତତା ଦେଖିବେ, ଏହା ବର୍ଷ ବର୍ଷର। এই ପାଲେଷ୍ଟାଇନିଆନ୍ ପିପଲକୁ ଗୋଟେ ଗ୍ରୁପ ସପୋର୍ଟ କରେ। ସେ ଗ୍ରୁପ ହେଉଛି ହାମାସ। ହାମାସ ଏକ ମିଲିଟାଣ୍ଟ ଅର୍ଗାନାଇଜେସନ ଯାହାକୁ ଇସ୍ରାଏଲ ଏକ ଆତଙ୍କବାଦୀ ସଂଗଠନ ବୋଲି ମଧ୍ୟ କୁହେ। ଲାଷ୍ଟ ଇୟର ଅକ୍ଟୋବର ମାସରେ ହଠାତ୍ କ'ଣ ହେଲା ନା ହାମାସ ଜରିଆରେ ରକେଟ୍ ମାଡ଼ ହେଲା। କାହା ଉପରେ? ନା ଇସ୍ରାଏଲ ଉପରେ। ଯେତେବେଳେ ଇସ୍ରାଏଲ ଉପରେ ରକେଟ୍ ମାଡ଼ ହେଲା, ତାପରେ ଇସ୍ରାଏଲ ମଧ୍ୟ ଆଟାକ୍ କଲା। କାହା ଉପରେ? ହାମାସ ଉପରେ। ଆଉ ଏ ଯୁଦ୍ଧ ଏ ପର୍ଯ୍ୟନ୍ତ ସରି ନାହିଁ। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି, ବହୁତ ସାମ୍ବାଦିକମାନଙ୍କର ମୃତ୍ୟୁ ହୋଇସାରିଛି, ବହୁତ ଲୋକ ଲକ୍ଷ ଲକ୍ଷ ଲୋକ ପଳାୟନ କରିସାରିଛନ୍ତି। ଯୁଦ୍ଧ ବନ୍ଦ ହୋଇନାହିଁ। ବିଶ୍ୱରେ ବର୍ତ୍ତମାନ ଦୁଇଟି ଯୁଦ୍ଧ ବେଶୀ ଚର୍ଚ୍ଚାରେ, ଗୋଟେ ତ ରଷିଆ ୟୁକ୍ରେନ, ଆଉ ଗୋଟେ ହାମାସ ଉପରେ ଆକ୍ରମଣ। କାହାର? ନା ଇସ୍ରାଏଲର। ଆଚ୍ଛା, ଠିକ୍ ଅଛି। ତେବେ ଇସ୍ରାଏଲର ବର୍ତ୍ତମାନ ଯିଏ ହେଡ୍ ଅଛନ୍ତି ପ୍ରାଇମ୍ ମିନିଷ୍ଟର, ତାଙ୍କ ନାଁ ହେଉଛି ବେଞ୍ଜାମିନ୍ ନେତାନ୍ୟାହୁ। ଓକେ, ଆଉ ବେଞ୍ଜାମିନ୍ ନେତାନ୍ୟାହୁ କ'ଣ କରୁଛନ୍ତି ବର୍ତ୍ତମାନ? ନା ଲେବାନନ ଉପରେ ଆଟାକ୍ କରିବା କଥା କହୁଛନ୍ତି। ତେବେ ଏଥିରେ ଲେବାନନର ଏଣ୍ଟ୍ରି କେମିତି ହେଉଛି ସେ ବିଷୟରେ ଫ୍ରେଣ୍ଡସ୍ ଆମେ ଦେଖିବା। ଯଦି ଫ୍ରେଣ୍ଡସ୍ ଆପଣ ଦେଖନ୍ତି ଏଇଟା ଇସ୍ରାଏଲ, ଆଉ ଇସ୍ରାଏଲ ଏଇଠି ବର୍ଡର ସେୟାର କରିଛି ଲେବାନନ ସହିତ। ଏଇ ଲେବାନନରେ ଗୋଟେ ଗ୍ରୁପ ଅଛି, ଏଇ ଗ୍ରୁପର ନାଁ ହେଉଛି ହିଜବୁଲ୍ଲା। ଏଇ ଯେଉଁ ହିଜବୁଲ୍ଲା ରହିଛି, ଯାହାକି ହେଉଛି ଏକ ସିଆ ଇସଲାମିଷ୍ଟ, ଏକ ପଲିଟିକାଲ ପାର୍ଟି, ଏକ ପାରାମିଲିଟାରୀ ଗ୍ରୁପ ମଧ୍ୟ, ଯାହାକି ଲେବାନନରେ ଆକ୍ଟିଭ ଅଛି। କଥା କ'ଣ କି, ଯେତେବେଳେ ପାଲେଷ୍ଟାଇନିଆନ୍ ପିପଲ ଇସ୍ରାଏଲ ଛାଡ଼ି ଯାଇଛନ୍ତି, ଏମାନଙ୍କ ଭିତରୁ ବହୁ ଜଣ ଲେବାନନକୁ ଚାଲି ଯାଇଛନ୍ତି। ତା ସହିତ ଏଠାରେ ଯେଉଁ ହିଜବୁଲ୍ଲା ରହିଛି, ଏଇ ହିଜବୁଲ୍ଲାକୁ ସମର୍ଥନ ରହିଛି କାହାର? ଇରାନର, ସାଉଦିର। ତା ସହିତ ଏଇ ଯେଉଁ ହିଜବୁଲ୍ଲା ଗ୍ରୁପ ରହିଛି, ଏଇ ହିଜବୁଲ୍ଲା ଗ୍ରୁପ ସପୋର୍ଟ କରୁଛି ହାମାସକୁ। ତେଣୁ ହାମାସ ଉପରେ ଯେତେବେଳେ ଆକ୍ରମଣ ଇସ୍ରାଏଲ କରୁଛି, ଆକୁ ଦେଖିକି ଲେବାନନରେ ଥିବା ଏଇ ଗ୍ରୁପଟା ଇସ୍ରାଏଲ ଉପରେ ଫ୍ରେଣ୍ଡସ୍ ଆଟାକ୍ କରୁଛି। ଆପଣଙ୍କୁ ମୁଁ ଜଣେଇବି କି ଲାଷ୍ଟ ଇୟର ମଧ୍ୟ ଲେବାନନରେ ରହିଥିବା ଏଇ ହିଜବୁଲ୍ଲା ଗ୍ରୁପ ଇସ୍ରାଏଲର ନର୍ଦର୍ନ ଏରିଆ ଗୋଲାନ ହାଇଟ୍ସ କଥା ଯଦି ମୁଁ ଜଣେଇବି, ତା ଉପରେ ମଧ୍ୟ ଆକ୍ରମଣ କରିଥିଲା। ଆଚ୍ଛା, ହଠାତ୍ କ'ଣ ହେଲା? ସେପ୍ଟେମ୍ବର 17 ତାରିଖ କଥା ଫ୍ରେଣ୍ଡସ୍ କହୁଛି, ମାନେ ଆଜିକୁ ଠିକ୍ 10 ଦିନ ତଳର ଘଟଣା। ଯେହେତୁ ହିଜବୁଲ୍ଲା ବାରମ୍ବାର ଇସ୍ରାଏଲ ଉପରେ ଆଟାକ୍ କରି ଚାଲିଛି, ସୋ ବହୁତ ଦିନ ହେବ ପ୍ଲାନିଂରେ ଫ୍ରେଣ୍ଡସ୍ ଇସ୍ରାଏଲ ଥିଲା। ସେପ୍ଟେମ୍ବର 17ରେ କ'ଣ ହେଉଛି, ହଠାତ୍
पेजर विस्फोरण आपण माने शुणिथिबे न्यूज रे पेजर जहाँकि फ्रेंड कम्युनिकेशन पाई व्यवहार करा जाए पुष्पारे मध्य फ्रेंड्स आपण माने देखिथिबे जहाँकि बहुत ही कम पैसा रे मध्य मिली जाए एथिरे किछि सॉफ्टवेयर मॉडिफिकेशन करा जाइछि चाइना जरिया जो तैयारी हेछि आउ एहाकु इजराइल बहुत दिनर करितला हठात कौन हैला लोक मानक पॉकेट रे बर्तन तो एते पेजर व्यवहार करा जाऊ नाही कौन हैला से पेजर फ्रेंड विस्फोरण हैला आउ एथिरे किछि लोकंग मृत्यु हैला ठीक ता परे कौन होउछि वाकी टॉकी आपण माने देखिथिबे वाकी टॉकी व्यवहार करा जाए किछि वाकी टॉकी मध्य फ्रेंड विस्फोरण होउछि एथिरे मध्य किछि सॉफ्टवेयर मॉडिफिकेशन हेछि आ परे कौन होउछि कि इजराइल जेतबेले जानिला कि लेबानन बारंबार आक्रमण करी आसुछि हिजबुल्ला जरिया रे पाखापाखि 75टी मिसाइल 75टी रॉकेट छाड़ीथिला एथिरे 45 जन लोकंग मृत्यु हेइथिला तबे आ परे जदि आपण माने हिजबुल्ला कथा देखिबे जहा पाखरे पाखापाखि 1 लाख रॉकेट रहिछु बोली कुआ जाउ अछि हिजबुल्ला मध्य आकु अटकेवा पई माने निजको बंचेवा पई आक्रमण करिथिला हिजबुल्ला जतल फ्रेंड्स आक्रमण कला एगेन आक्रमण कला किए ना इजराइल आउ ए हिजबुल्ला आक्रमण भितरे 620 लोकंग मृत्यु हो सारे पाखापाखि 1835 2000 लोक माने आघात प्राप्त आउ 5 लाख लोक इजराइल एंड लेबानन ए जो गोलान हाइट्स यदि देखिबे तांकर जो नॉर्दर्न एरिया यदि देखिबे सेठारु लोक माने पलायन करि साइलेनी से माने घर छाड़ी सारिलेनी तबे बर्तमान प्रश्न आसुची फाइनली इजराइल चाहूची कौन देखो जेमती कि मु आपनको जनइबी कि इजराइल जो एते मात्रा रे रॉकेट आक्रमण करूची हिजबुल्ला जो रॉकेट आक्रमण करूची हिजबुल्ला गोटे कथा फ्रेंड्स कहला हिजबुल्ला कौन कहूची कि ए युद्ध से पर्यंत बंद हब नाही ओके हिजबुल्ला एक कथा फ्रेंड्स क्लियरली कहि सारिची इट will continue to attack until Israel end the war with Hamas जेहेतु हमास को सपोर्ट करू हिजबुल्ला हमास सहित जो पर्यंत ए युद्ध बंद हेब नाही से पर्यंत हिजबुल्ला इजराइल उपरे आक्रमण करि चलिबो आउ आकु अटकेवा पाई जो ऑपरेशन इजराइल करिछि एहाकु नॉर्दर्न आरो बोली मध्य फ्रेंड कुहा जे बहुत सारा मिसाइल बहुत सारा रॉकेट आंक उपरे होउछि वर्तमान टाइम रे इजराइल एया चाहूछि जेते सब रॉकेट आक्रमण हेछि प्रथम तो हिजबुल्ला डरी जाऊ हिजबुल्ला डरिबा सहित एंट्री पॉइंट मिली जाऊ स्थल भागरे से लेबानन रे प्रवेश करी जो जो आडा जो जो जगार हिजबुल्लार लोक माने अछंती बा हिजबुल्लार जो माने सामिल अछंती जो मानकु इजराइल तार शत्रु बोली भाबुची से मानकु खोजी खोजी मारिबार प्लान वर्तमान इजराइल रखिछि तेणु इजराइल वर्तमान लेबानन रे एंट्री लेबानन रे प्रवेश करी ए हिजबुल्ला समर्थित बा हिजबुल्ला जो अछंती जो माने कि इजराइल ऊपर अटैक करूचंती से मानको फ्रेंड मारिबा पई चाहूची आपन को जणेबी इजराइल हमास युद्ध ए पर्यंत बंद हेई नाही आ भितर पाखापाखि 1.5 लाख लोकंक मृत्यु हो सारे आउ लास्ट 10 डेज भितर जदि आपन देखिबे मृत्यु संख्या बहुत बढ़ी मध्य लेबानन आउ इजराइल को नेकी जेमती आपन को जणाउथली 600 रु अधिक मृत्यु होईची आशा आपन माने वीडियो माध्यम रे बुझी गले कि फाइनली इजराइल चाहूची कोन काहे कि से लेबानन भितर एंट्री करिया को चाहूची एठारे हिजबुल्ला कोन हिजबुल्लार संपर्क हमास सहित कोन डिटेल रे जानि गले वीडियो पसंद आछि अन्य मानक शेयर माध्यम रे जणेबे चैनल प्रथम थर पई जोड़ी हेइचंती चैनल टिको सब्सक्राइब करि परिबे धन्यवाद।